ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆପଣ ନଦୀଟିଏ ଆମେ ତିଆରି କରିପାରିବା ନାହିଁ, ଗଛଟିଏ ବି ତିଆରି କରିବା କ୍ଷମତା ଆମର ନାହିଁ। କାହିଁକି ନାହିଁ ନା ଈଶ୍ୱରଙ୍କ ସୃଷ୍ଟିରେ ଆମର ଯେଉଁ ମାଟି ମା ଅଛନ୍ତି, ମାଟି ମାଙ୍କୁ ପ୍ରଭୁ ସୃଷ୍ଟି କରିଛନ୍ତି, ଆମେ ତା ଦେହରେ ଗଛ ପୋତୁଛେ। ମଞ୍ଜି ବି ସେ ପ୍ରଭୁ ଦେଇଛନ୍ତି, ମାନେ ମଞ୍ଜି ବି କେଉଁଠୁ ଗଛ ଆଗ କି ମଞ୍ଜି ଆଗ ଏମିତି ବି ଆମର ବହୁତ ମାନେ ଜ୍ଞାନୀ ଲୋକଙ୍କର ଏ ବି ଆସେ, ତର୍କ ବିତର୍କ ଆସେ, ମଞ୍ଜି ଆଗ ନା ଗଛ ଆଗ ପଚାରନ୍ତି। ଆପଣ ଦେଖନ୍ତୁ ପ୍ରଭୁଙ୍କ ସୃଷ୍ଟିରେ ଆମେ କିଛି ଗୋଟେ କରିପାରିବା ନାହିଁ, ଆଉ ଆମେ ସବୁ ଯାକ ନଷ୍ଟ କରି ଚାଲିଛେ। ଆମ କାମ କେବଳ ଧ୍ୱଂସ କରି ଚାଲିଛେ, ଆମେ କୋଉଟା ଉଦ୍ଭାବନ କରିପାରିବାନି। ଆମେ କେବଳ ଉଦ୍ଭାବନ ଯାହାଟା କରିବା ବିନାଶ ପାଇଁ କରିବା। ଆମେ କେମିତି ବିନାଶ ହବା ସେଇ ଉଦ୍ଭାବନ କରିବା। ତା ଦେହରେ ଆମେ ବରଂ ସେଥିରେ ମାନେ ଡେଭଲପ୍ କରି 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 ଉପରକୁ ଯାଉଛେ। ଏମିତିକି ଆପଣଙ୍କର ଏବେ ତ ବିଜ୍ଞାନ ଆମର ମଙ୍ଗଳ ଗ୍ରହରେ ଜାଗା କିଣିବା ହେଉଛି, କୋଉଠି ଚନ୍ଦ୍ର ଗ୍ରହରେ କିଣିବା ହେଉଛି। ଆପଣଙ୍କର ଦେଖୁଥିବେ ସବୁ ଏଇଟା ଜାଗା ସିନା କିଣୁଛେ, ଜାଗାରେ ଆମେ ରହିପାରିବେ କି ନାହିଁ ଗ୍ୟାରେଣ୍ଟି ଅଛି କି? ସେଇ ଗ୍ୟାରେଣ୍ଟିଟା ଅଛି ଭଗବାନଙ୍କ ପାଖରେ। ଜାଗାରେ ରହିପାରିବା ନ ରହିପାରିବା ଗ୍ୟାରେଣ୍ଟିଟା ତାଙ୍କ ପାଖରେ ଅଛି। ଆମେ ଯେଉଁ ଗଛଟି ଲଗେଇଛେ ସେ ଗଛର ଫଳଟା ଆମେ ଖାଇପାରିବା ବୋଲି ଆମ ପାଖରେ କିଛି ଗ୍ୟାରେଣ୍ଟି ଅଛି କି? କିନ୍ତୁ ଆମେ ଭାବୁଛେ ଗ୍ୟାରେଣ୍ଟି ଅଛି, ନା, ଜମା ଗ୍ୟାରେଣ୍ଟି ନାହିଁ। ସେ ଗ୍ୟାରେଣ୍ଟି ଭଗବାନଙ୍କ ପାଖରେ ଅଛି। ଭଗବାନ ଯଦି ସେ ଗଛର ଫଳ ଖାଇବାକୁ ଦେବେ, ତମକୁ ଖାଇବାର ସୁଯୋଗ ଦେବେ, ତାହେଲେ ତମେ ଖାଇବ ବା ଆମେ ଖାଇବା। ଯେଉଁ ଗଛ ଲଗେଇଛ ସିଏ ଯଦି ସେ ସୁଯୋଗ ନ ଦିଅନ୍ତି ଆମେ ଖାଇପାରିବାନି। ତେଣୁ ଏଠି ସବୁରି ମୂଳରେ ହେଲେ ଭଗବାନ। ମୂଳରେ ଭଗବାନ ବୋଲି କେତେ ଜଣଙ୍କର ଭାବନା? 100 ଜଣଙ୍କ ଭିତରୁ ଜଣେ କିମ୍ବା 2 ଜଣଙ୍କର ଆସିବ ଆପଣଙ୍କର ଏ ଭାବନା, ବା 1000 ଜଣଙ୍କ ଭିତରୁ ଦୃଢ ଭାବନା 5 ଜଣଙ୍କର ଆସିବ। ତାମାନେ 200ରେ ଜଣେ। ଆପଣ ମାନେ ଅନୁଭବ କରୁଥିବେ କାହିଁକି ନା ମୋର ଘର, ମୋର ପୁଅ ଝିଅ, ମୋର ଗାଡ଼ି ଘୋଡ଼ା ଜମି ଟଙ୍କା ପଇସା ସବୁ ଯାକ ମୋର, ଯାହା ସବୁ ମୋର। ମୋର ମାନେ ମୁଁ କରିଛି ଆଉ କ'ଣ? କି ନହେଲେ ମୋ ବାପା କରିକିରି ଯାଇଥିଲେ, ମୋ ବାପାଙ୍କ ତାଙ୍କର ଯାହା ସମ୍ପତ୍ତି ରହିଲା ମୋର। ଭୁଲ କଥା, ଏ ସବୁ ଭୁଲ କଥା। ଗଭୀର ଚିନ୍ତା କରିକି ଦେଖିବେ ସବୁ ଭୁଲ କଥା। ଆରେ ତମେ ଯେଉଁ ମୋର ମୋର କହୁଛ, ତମେ ପା ଆଉ କାହାର, ତମେ ପା ଆଉ କାହାର ନିର୍ଦ୍ଦେଶରେ ଆସିଛ। ସିଏ ତମକୁ ଯେଉଁ ପାଠ କରିବା ପାଇଁ ପଠେଇଛି ତମେ ସେଇ ପାଠ କରିବ। ପାଠଟି ଯଦି ଭଲ ପାଠ କରିବ, ପୁଣି ତମକୁ ସେଇଠି ଆଉ ଟିକେ ଆପଣଙ୍କର ପ୍ରମୋସନ ଦିଆଯିବ। ଯେମିତି ଆପଣଙ୍କର ଯାତ୍ରାରେ ଆମର ପାଠ ଚାଲିଛି, ଯିଏ ଟିକେ ପ୍ରଥମ ଯିବ, ସିଏ ଆଗେ ତ ଥିଲା ଖଣ୍ଡା ଗୋଟେଇବା ସିଷ୍ଟମ। ସେ ଖଣ୍ଡା ଗୋଟଉ ଗୋଟଉ ଆପଣଙ୍କର ସେଇ ସାଇଡରେ ମାନେ ଗୁଣ୍ଡା ହଉ 1 ନମ୍ବର ଭିଲିଆନ ବି ହେଇଛନ୍ତି। ଆପଣ ଜାଣିବେ ବହୁତ ଯାତ୍ରାରେ ଆର୍ଟିଷ୍ଟ, କାରଣ ସେଟା କିଏ କରନ୍ତି? ସେ କରନ୍ତି। ତାପରେ ଗୋଟିଏ ଜିନିଷ ହେଲା ଅନ୍ୟାୟ, ଅସତ୍ୟ ଆଉ ବିଶ୍ୱାସଘାତକତା। ଏ 3ଟା ଜିନିଷ ଆପଣ ବର୍ତ୍ତମାନ ଦେଖନ୍ତୁ ସଂସାର ଭିତରେ ପୁରା ପରିପୂରକ ଭାବରେ ରହିଛି। ତାମାନେ ସବୁ ଜାଗାରେ ନୁହେଁ। ଯେମିତି ଆପଣଙ୍କର କହିଲି 5%, 3% 100ରେ ଅଛନ୍ତି, ସେମିତି ଅଛନ୍ତି। ସେମିତି ଯଦି ନ ରହିବେ ସଂସାର ଚଳିବ ନାହିଁ। ଯେଉଁ ମୁଁ ଆଉ କାହାର ବୋଲି ଯଦି ଆମେ ଜାଣିବା, ତାହେଲେ ଆମର ଭିତରେ ଆଉ ମୋର ବୋଲି ଆଉ ଆସିବ ନାହିଁ। ତେଣୁ ଆମେ ଯେତେ ଦିନ ପର୍ଯ୍ୟନ୍ତ ମୋର ମୋର କହୁଥିବା, ସେତେ ଦିନ ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଥିବା। ଯେଉଁ ଅସୁବିଧା ହେଉଥିବା ଆମେ ସେଟା ଜାଣିପାରିବାନି। କେମିତି ଜାଣିପାରିବାନି? ପୂର୍ବ କାଳରେ ଥିଲା, ଯଦି ବାପାକୁ କି ମାଆକୁ ଗୋଇଠାଟେ ପୁଅ ପକେଇଛି, ବାପ ଅଭିଶାପ ଦେଉଥିଲା, ତୋ ଗୋଡ଼ ଖୋଡ଼କୋଷ୍ଠୀ ହେଇଯାଉ। ଖୋଡ଼କୋଷ୍ଠୀ ହେଲେ ଯାଇ ଗୋଡ଼ ଛିଣ୍ଡୁଥିଲା। 100 ବର୍ଷ ତଳର 50-100 ବର୍ଷ ତଳର ଅଭିଶାପ। ଖୋଡ଼କୋଷ୍ଠୀ ହେଲେ ଆପଣଙ୍କର ଗୋଡ଼ ଛିଣ୍ଡୁଥିଲା। ଯାହା ପ୍ରଭୁଙ୍କ କୃପାରୁ ଆମର ଖୋଡ଼କୋଷ୍ଠୀ ବର୍ତ୍ତମାନ ଯେଉଁ ଉଠି ଯାଇଛି। କେମିତି ଉଠିଲା? ସରକାରଙ୍କ ମାଧ୍ୟମରେ, ଯେଉଁ ଡାକ୍ତରଙ୍କ ମାଧ୍ୟମରେ ସେ ଖୋଡ଼କୋଷ୍ଠୀକୁ ଉଠେଇ ଦେଲେ। କିନ୍ତୁ ଅଭିଶାପ ଉଠିବ ନାହିଁ। ଖୋଡ଼କୋଷ୍ଠୀ ଉଠିଗଲା, ଗୋଡ଼ ପାଚିବ, କେହି ଛୁଇଁବେ ନାହିଁ, ଇଏ କରିବେ, ପୂଜା ରକ୍ତ ଆସିବ, ମାନେ ଖୋଡ଼କୋଷ୍ଠୀ ଯେଉଁ ରୋଗ ଆପଣ ଜାଣିଥିବେ, କୋଷ୍ଠ ବ୍ୟାଧି ବୋଲି ଯେଉଁଟାକୁ କୁହାଯାଏ, ସେଇଟା ସିନା ହବନି। ତାମାନେ ଅଭିଶାପ ଖାଇଲା ବାଲା ଭାବିବ ଯେ ଖୋଡ଼କୋଷ୍ଠୀ ଉଠି ଯାଇଛି, ଆଉ ବାପା ମା ଯେଉଁ ବାପା ହଉ କି ମା ହଉ କି ଗୁରୁଜନ ହଉ ଯେଉଁ ଅଭିଶାପ ଦେଇଛନ୍ତି, ଆଉ ସେ କ'ଣ ହବ?
ନା, ଗୋଡ଼ କୋଷ୍ଠୀଟା ହଉଥିଲା, ଗୋଡ଼ଟା ଛିଣ୍ଡିବା ପାଇଁ ସମୟ ଲାଗୁଥିଲା, ବହୁତ ସମୟ ଲାଗୁଥିଲା, ବୁଢ଼ା ହେଲା ବେଳକୁ ହଉଥିଲା। କାହିଁକିନା ଯେମିତି ଆପଣଙ୍କର ଆମର କେସ୍ ଗୋଟେ ହବ କୋର୍ଟରେ, ଯୋଉଦିନ ଆମର ତାରିଖ ପଡ଼ିବ ଆମେ ସେଇଦିନ ଯିବା ନା। ଆଜି କେସ୍ କରିଦେଇକିରି କାଲି କ'ଣ ଆପଣଙ୍କର ଯୋଉ ସମାଧାନ ହେଇଯିବ ନା? କୋର୍ଟରେ ଯାଇକିରି କହିବେ, ଜଜ୍ ମହାଶୟଙ୍କୁ କହିବେ ଯେ କାଲି ଟିକେ ଆଜ୍ଞା ମୋର ଟିକେ କାମ ଅଛି, ମୋ ବିଚାରଟାକୁ ଆଗେ କାଲି କରିଦିଅନ୍ତୁ, ହବ କି? ହବନି। ସେ ଗୋଟେ ପ୍ରୋସିଜିଅର ଉପରେ କୋର୍ଟର ସିଷ୍ଟମ ଅଛି ସେମିତି। କିନ୍ତୁ ବର୍ତ୍ତମାନ ଯଦି ଆମେ ଅଭିଶାପକୁ ଡରିବାନି, କୋଡ଼ କୋଷ୍ଠୀ ଆଉ ହବନି। ପୁରୁଣା ଲୋକ ତ କୋଡ଼ କୋଷ୍ଠୀ କହିବେ, 100 ବର୍ଷ କି 80 ବର୍ଷର ଯଦି ବୁଢ଼ା ବାପା ମା ହେଇଥିବେ ସେ କହିବେ ତୋ ଗୋଡ଼ ଛିଣ୍ଡି ଯାଉ, ତୋର କଷ୍ଟ ହେଇଯାଉ, ଏଇଆ ତ କହିବେ। ଆଉ କ'ଣ? ଆମେ ଭାବିବା ଆଉ ତ କଷ୍ଟ ରୋଗ ନାହିଁ, ଆମ ଗୋଡ଼ କାହିଁ ଛିଣ୍ଡିବ? ଭୁଲ। କଷ୍ଟ ରୋଗ ହେଲେ ଡେରିରେ ଛିଣ୍ଡିବ। ଆଉ ଯଦି ପ୍ରକୃତ ଅଭିଶାପଟା ଦିଆ ହେଇଥିବ, 12 ଘଣ୍ଟା ପୁରିବନି ଛିଣ୍ଡିଯିବ, 6 ଘଣ୍ଟା ପୁରିବନି ଛିଣ୍ଡିଯିବ। ଏମିତି ଯଦି ଘଣ୍ଟା କଥା ଛାଡେ 6 ମିନିଟରେ ଛିଣ୍ଡିଯିବ ଅଭିଶାପ ଯଦି ଠିକ ହେଇଯିବ। ଆଉ ଅପରାଧଟା ସେଇଭଳିଆ ଯଦି ସେ ପୁଅ କରିଥାଏ ବା ଗୁରୁ କତିରେ ଶିଷ୍ୟ କରିଥାଏ, ବୁଝିଲେ, ଛିଣ୍ଡିଯିବ। ସେଟା ସେ ଜାଣିପାରିବନି। କାହିଁ ଜାଣିପାରିବନି କହିଲେ? ବର୍ତ୍ତମାନ ଆପଣଙ୍କର ଅଭିଶାପ ଦିଆଗଲେ, କାହାର 4 ଟକିଆ ଅଛି, କାହାର 18 ଟକିଆ ଅଛି, କାହାର ଆପଣଙ୍କର 2 ଟକିଆ ଅଛି, କାହାର ପ୍ଲେନ୍ ଅଛି, ଏଇଭଳିଆ ଜିନିଷ ସବୁ। ସେଟା ଯାଇ ଆକ୍ସିଡେଣ୍ଟ ହେଇଯିବ। ଆକ୍ସିଡେଣ୍ଟ ହେଇଗଲେ ସେ ଗୋଡ଼ର ଏମିତି ହାଡ଼ ଭାଙ୍ଗିଯିବ, ଯୋଉ ଗୋଡ଼ରେ ଆପଣଙ୍କର ଗୋଇଠାଟା ମାରିଥିବା ହେଇଥିବ ଜଣକୁ, ସେ ହାଡ଼ଟା ଏମିତି ଭାଙ୍ଗିବ, ମେଡିକାଲରେ ଆଡମିସନ ହେଇକି ରହିବେ। ରହିଲା ପରେ ଶେଷ ଡିସିସନରେ ପହଞ୍ଚିଯିବ ଯେ ଆପଣଙ୍କର ସେ ଗୋଡ଼ଟା କଟା ହବ। କଟା ହେଲେ ଆପଣ ବଞ୍ଚିବେ। ତାହେଲେ ଅଭିଶାପ କ'ଣ କଟି ଯାଉଛି? ଆପଣଙ୍କର ରୋଗ ସିନା ଗୋଟେ ହଟିଗଲା, ଅଭିଶାପ କଟିଗଲା ନାହିଁ। ଅଟଳ ବାକ୍ୟ ଅଚ୍ୟୁତାନନ୍ଦ ମହାପୁରୁଷ କହିଛନ୍ତି, ପୃଥ୍ୱୀ 2 ଫାଳ ହେଲେ ହୋଇବ, ପର୍ବତ ଶିଖରେ କଇଁ ଫୁଟିବ, ପୂର୍ବର ବି ପଶ୍ଚିମରେ ରହିବ, ଅତିଥି ବାକ୍ୟ ଅଜ୍ଞତା ନଇବ। ଆଉ ଗୋଟେ ବଢିଆ କଥା କହିଛନ୍ତି, ପ୍ରଭୁ ବୋଲାଇବେ ପଣେ ପଣେ, ନିଖିଲ ନିସ୍ତାର କର୍ତ୍ତା ଜାଣେ। ବର୍ତ୍ତମାନ ଯିଏ ସବୁ ପ୍ରଭୁ ହେଇକିରି ଅଛନ୍ତି, ଆଗରୁ ଯେତେ ଗୁଡ଼ିଏ ସବୁ ପ୍ରଭୁ ଥିଲେ ମରିଗଲେ। ମୁଁ କଳିଯୁଗ କଥା କହୁଛି, କଳିଯୁଗରେ ବହୁତ ପ୍ରଭୁ ମରିଯାଇଛନ୍ତି। ଏବେ ବି କିଛି ପ୍ରଭୁ ଉତ୍ପତ୍ତି ହଉଛନ୍ତି। ମୋ ଭାଷାରେ, ତମେ ଯଦି ପ୍ରଭୁ ହେଇଛ, ତମେ ଟିକେ ତମ ରୂପ ଦେଖଉନା। କେଳା ଯେମିତି ସାପ ଖେଳିଲା ବେଳେ କୁହେ ଟିକେ ତ ବେଙ୍ଗ ଖିଆ ପାଟି ଦେଖା, ସେମିତି ଦେଖଉନା ପାଟି। ନା, ତମ ମନକୁ ଯାହା ଆସିବ ତମେ ସେଇଆ କହିଦବ। କହିଦେଇକିରି ସବୁ ଖାଇ ଖୁଇ ଦେଇକିରି ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ମୁଣ୍ଡରେ ହାତ ବୋଳିଦବ। ମହାପୁରୁଷ ଲେଖିଛନ୍ତି। ମହାପୁରୁଷ କେତେବେଳେ କ'ଣ ଲେଖିଥିଲେ ତମେ କ'ଣ ଜାଣିଛ? ଆଉ ମହାପୁରୁଷ ଲେଖିଥିଲେ ରାମ, ତମେ ରାମକୁ ବା କହୁଛ ମରା। ତମେ ମହାପୁରୁଷ କ'ଣ ଲେଖିଥିଲେ କ'ଣ ଆମେ ଜାଣିନୁ? ଆମେ ବି ଟିକେ ମହାପୁରୁଷଙ୍କ ଆଶ୍ରିତ ନା, ଆମେ ଜାଣିଛୁ ମହାପୁରୁଷ କ'ଣ ଲେଖିଥିଲେ। ମହାପୁରୁଷ ଲେଖିଥିଲେ ରାମ, ତମେ କହୁଛ ମରା। ଫେର ତମକୁ ଯଦି ତମର ଏତେ ଜ୍ଞାନ ଯେ ତମକୁ ଯଦି ପଚରାଯିବ, ତମେ କହିବ ରତ୍ନାକର, 10 ରତ୍ନାକର ଯିଏ ବାଲ୍ମୀକିରେ ପରିଣତ ହେଇଥିଲେ, ସେ ବା ରାମ ରାମ ପାଟିରେ ପଶିଲା ନାହିଁ ବୋଲି ରାମ ରାମ କହିପାରିଲେନି, ମରା ମରା କହିଲେ। ମରା ମରା କହିକିରି 10 ରତ୍ନାକରରୁ ବାଲ୍ମୀକି ହେଲେ। ଆଉ ଆମେ କ'ଣଟା ଭୁଲ କହିଦେନୁ କି? ମାନେ ତମର ଏଇଭଳିଆ ଜ୍ଞାନ, ବର୍ତ୍ତମାନ ତମର ଏଇ ଜ୍ଞାନ ବଳରେ କିଛି ହବନି। ତମର ଏଇ ଜ୍ଞାନ ବଳରେ ସବୁ ମାନେ କ'ଣ କହିଲେ, ଚେତନା ପରିବର୍ତ୍ତନ ହବନି, ବରଂ ତମେ ଯାହାର ଟିକେ ଭଲ ଚେତନା ଥିବ ତା ଚେତନାକୁ ବିକଳାଙ୍ଗ କରିବ। ଯେମିତି ଆମର ସେ ରାଉରକେଲା ଜଣେ ଆମର ସେ ଭାଇ ଅଛନ୍ତି, କହିଲେ ଏଇ କଥା କହିବା, ଏମିତି ମୁଁ ୟୁଟ୍ୟୁବ ଗାଇଡ୍ ଦେଖିକିରି ମୁଁ ପଳେଇଲି। ଆଉ ସେ ସବୁବେଳେ ସତ କୁହନ୍ତି, ସବୁ ଦୌଡ଼ି ଯା, ମୁଁ ଟିକେ ମାଳିକା ପ୍ରେମୀ, ମୁଁ ଟିକେ ଭବିଷ୍ୟତ ଇଏ, ଆମେ ବି ଟିକେ ଗୁରୁ ଦୀକ୍ଷିତ ବାଲା ଅଛୁ, ଆଉ ମହାପୁରୁଷଙ୍କୁ ଭଲ ପାଉ। ଆଜ୍ଞା ମୁଁ ପଳେଇନି, 8 ଦିନ କମେଇଲି। 8 ଦିନ କମେଇକିରି ଗୋଟେ ଗାଡ଼ି ଧରିକିରି ବୁଲିଲି, ପିଲା ଛୁଆ ବି ବୁଲିଲେ, ଟଙ୍କା କିଛି ଖର୍ଚ୍ଚ ହେଲା। ସମୁଦ୍ର କହିଲେ ପୁନେଇରେ 19 ଶୁଖି ଯାଇଛି। ଆଚ୍ଛା, ଏଇ କଥାଟା ଯୋଉ ଗାଲୁଆ ବ୍ୟକ୍ତି ଜଣକ କହୁଥିଲା, ମୁଁ ତ ତାକୁ ବ୍ୟକ୍ତି କହୁଛି, ତାକୁ କ'ଣ ବାବା ଫାବା କୁହନ୍ତି? ତାଙ୍କୁ ଟିକେ ସାଧାରଣତଃ ଲଜ୍ଜା ଲାଗିବା ଦରକାର। ଏଟା ତମକୁ କ'ଣ କେତେ କ'ଣ କହୁଛନ୍ତି, ତମେ ଏଇ ଯୋଉ ଗୋଟେ କେମିତି ଗୋଟେ କଥାଟା ତମ ପାଟିରୁ ବାହାରିଲା, ମତେ ଆଶ୍ଚର୍ଯ୍ୟ ଲାଗୁଛି। ତମେ ଆଗେ ଚିନ୍ତା କରିବା ଦରକାର। ତମେ ସମୁଦ୍ର ବାବଦରେ ତମର ଜ୍ଞାନ ନାହିଁ, ମାନେ ସୃଷ୍ଟି ତତ୍ତ୍ୱ ବାବଦରେ ଜ୍ଞାନ ନାହିଁ। କ'ଣ ସରକାରୀ ହିସାବରେ ଗୋଟିଏ ଆମର ଯୋଉ ସ୍କୁଲ କଲେଜ ହେଇଛି, ତାରି ଦେହରୁ ଗୋଟେ କ'ଣ ଡିଗ୍ରୀ ହାସଲ କରୁଛ। ତମେ ଡିଗ୍ରୀ ହାସଲଟା କେମିତି କରୁଛ? କପି କପି କରି କରୁଛ କି ପଇସା ପତ୍ର ଦେଇକିରି ପାସ୍ କରୁଛ? ସେ କଥା ତମକୁ ଜଣା, ଆମେ ଭାଇ ଜାଣିନୁ। ତମେ ଏଭଳିଆ ବିକଳାଙ୍ଗ କଥା କହିକିରି ଲୋକଙ୍କର ଚେତନା, ଯିଏ ମହାପୁରୁଷଙ୍କୁ ଭଲ ପାଉଛନ୍ତି, ତାଙ୍କ ଚେତନା ବିକଳାଙ୍ଗ କରିବା ଠିକ୍? ତାଙ୍କର ଯଦି ଅଧିକା ଚେତନା ଥାନ୍ତା, ସେ ଯୋଉ ଭାଇ ଆମର ରାଉରକେଲା ଭାଇ ଯୋଉ କହୁଥିଲେ, କାଲି ପରଦିନ ମତେ କହିଲେ, ତାଙ୍କର ଯଦି ଟିକେ ସେଭଳି ଜ୍ଞାନ ଥାନ୍ତା, ସିଏ ଜାଣିଥାନ୍ତେ ଯେ ଅମାବାସ୍ୟା ପୂର୍ଣ୍ଣମୀରେ ସମୁଦ୍ରରେ ପ୍ରଖର ଜୁହାର ଆସେ।
ସେ ଜାଣିନାହାନ୍ତି। ଏମିତି ନ ଜାଣିଥିବା ଲୋକ କେତେ ଅଛନ୍ତି, ତମେ ତାଙ୍କୁ ହଳ ବୁଲେଇଥିବ। ତମର କଣ କହିଲ, ତମ ପାଇଁ କେହି ମୁରବି ନାହାନ୍ତି। ତମ ପାଇଁ ମୁରବି ନାହାନ୍ତି ମାନେ ଆମର ଯେମିତି କୁହନି ବେମୁରବି ଥିବା ଅବସ୍ଥା ତମର। ତମ ପାଇଁ ଯଦି କିଏ ମୁରବି ଥାନ୍ତା, ଯେମିତି ଆମର ପ୍ରଶାସନ ଆପଣଙ୍କର ଚୋରି କରିଲେ ଦଣ୍ଡ ଅଛି, ଆପଣଙ୍କର ଗଣ୍ଡଗୋଳ କଲେ ଦଣ୍ଡ ଅଛି, ଯେ ପ୍ରକାର ପ୍ରଶାସନର ଯୋଉ ପ୍ରକାର ସିଷ୍ଟମ ଅଛି, ତମ ଭଳି ଗାଲୁଆ ଯିଏ ରହିଲେ ଏଇ ଯୋଉ ଆମର ବର୍ତ୍ତମାନର ମାନେ ଏ କଥା କହୁଛ ବିକଳଙ୍ଗ କରି, ତମ ପାଇଁ କେହି ନାହାନ୍ତି। କାହିଁକି କାହିଁକି ନାହାନ୍ତି ନା ସନାତନ ଧର୍ମର ଆମର ଗୋଟେ ପରମ୍ପରା ଅଛି। ଗେରୁଆ ଟିକେ ପିନ୍ଧିଦବ, ଭଲ ଦି କଥା କହିବ, ଚନ୍ଦନ ସିନ୍ଦୁର ଟିକେ ମୁଣ୍ଡରେ ମାରିଦବ, ମାରିଦେଇକିରି ଯିବ, ତମକୁ ସାଧୁ ବୋଲି ବିବେଚନା କରିବେ। ତମେ ବରଂ ଗୋଟେ ବଡ ଚୋର ହେଇଥା, ବଡ ଚୋର ହେଇଥା କି ବଡ ମଣିଷ ମରା ହେଇଥା। ଏବେ ଗୋଟେ ଆପଣଙ୍କର ଦେଖୁଥିଲି ୟୁଟ୍ୟୁବରେ, ମାନେ କିଏ କଣ ଅପରାଧ କରିକିରି ଯାଇକିରି ପୁରା ଚିଲିକି ଚିତା ମାରିକିରି ବାବା ହେଇଯାଇଛି। ନା, ବାବା ହବାଟା ଅତି ସହଜ। ତମେ ଯୋଉ ଗାଲୁଆମି ଗପ ମାରୁଛ କେତେ ଜଣ, ଏ ଗାଲୁଆମି ଗପ ଟିକେ ବନ୍ଦ କର। ଗାଲୁଆମି ଗପଟା ବନ୍ଦ କଲେ ସଂସାରରେ ଟିକେ ଯଦି ସଂସାର ପାଇଁ ତମର ଅବଦାନ ଅଛି, ସଂସାର ପାଇଁ ଯଦି କିଛି ସତ ଶିକ୍ଷା ଦେବାର ଅଛି, ତମେ ଗାଲୁଆମିଟାକୁ ଆଗେ ବନ୍ଦ କର। ତମେ ଗାଲୁଆମି ଟିକେ ତ ବନ୍ଦ ନ କରିକିରି ବଢେଇ ବଢେଇ ଚାଲିଛ ଗାଲୁଆମି। ଭଲ କମଉଛ ତା ଦେହରେ ଦି ପଇସା, ଭଲ କମେଇବା ହଉଛି। ଯୋଉମାନେ ଗାଲୁଆମି ମାରୁଛନ୍ତି ସେ କଣ କେମିତି କମଉଛନ୍ତି ଆମକୁ ବି ଜଣା ପଡୁଛି, ବୁଝିଲେ ନା। ଏ ଗାଲୁଆମି ଗପ କହିକିରି କମେଇକିରି ଏ ଯୋଉ ଧନ ସବୁ ଏମିତି କରିବାଟା, ଏଇଟା କେତେ ଦୂର ଠିକ? ଆଜିରୁ ଟିକେ ଚାନ୍ତ ହୁଅ, ପ୍ରଭୁ ବୋଲାଇବେ ପଣେ ପଣେ, ନିଖିଳ ନିସ୍ତାର କର୍ତ୍ତା ଜଣେ। ପ୍ରଭୁ ତମେ ହେଇଯିବ। ନଦୀ ଟିକେ ତିଆରି କରିପାରିବନି, କୁକୁର ଟିକେ ତିଆରି କରିପାରିବନି, ଗଛ ଟିକେ ତିଆରି କରିପାରିବନି, ନଦୀର ବାଲି ଗୋଟେ ତମେ ତିଆରି କରିପାରିବନି। ପ୍ରଶ୍ନ ଉଠିବ, ନା ଆମେ କରିପାରିବୁନୁ। ଏଇଟା ବିଜ୍ଞାନ ବର୍ତ୍ତମାନ ପରମାଣୁ ଠାରୁ ଆରମ୍ଭ କରି ସେ ମଙ୍ଗଳ ଗ୍ରହ ବୁଧ ଗ୍ରହ ପର୍ଯ୍ୟନ୍ତ ଗ୍ରହ କୋଉଠି କଣ ତମେ କଣ ଗ୍ରହ ବାବଦରେ କହିବ? ପଠାଣି ସାମନ୍ତ ଥିଲେ ଯିଏ ଆପଣଙ୍କର, ସିଏ ବା ପ୍ରଥମ ହଉଛି ଗ୍ରହ ନକ୍ଷତ୍ର ଗଣନା କରିକି ଯାଇଛନ୍ତି ନଳରେ। ତମେ ଆଉ ଟିକେ ମାନେ ଭେରିଫାଇ ହେଇଗଲା ଆଉ କଣ। କପଡା ଥିଲା, ସୂତା ଥିଲା, ସୂତାରୁ କପଡା ହଉଥିଲା, ଏଇখাନ ଟିକେ ସୁପର ଫାଇନ କପଡା ହେଇଛି ଆଉ। ସେଥିପାଇଁ ମୁଁ ଟିକେ କହୁଛି, ଟିକେ ଯୋଉ ଗାଲୁଆମି ଗପ ମାରୁଛ, ଟିକେ ଗାଲୁଆମି ଗପରୁ ଭଲ ହେଲେ ମାନେ ଟିକେ କଣ କହିଲ, ଟିକେ ଗାଲୁଆମି ଗପ ଯଦି ନ ମାରନ୍ତ, ମୁଁ ଭାବୁଛି ତମ ଗାଲୁଆମି କଥା ଦ୍ଵାରା କିଛି ବିଭ୍ରାସ ହଉଛି ବୋଲି ମୁଁ ଅନୁଭବ କରୁଛି। ଗାଲୁଆମି ଗପ ଟିକେ ବନ୍ଦ କର, ବନ୍ଦ କଲେ ତ ଭଲ ହବ। ଜୟ ଜଗନ୍ନାଥ।